নমস্কার, জয় জগন্নাথ। আজি ଆମେ ଷ୍ଟେଟ୍ ଭାର୍ବ ଆକ୍ସନ୍ ଭାର୍ବ ବାବଦରେ ବର୍ଣ୍ଣନା କରିବା। ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଏ ବିଷୟକୁ ଜାଣିବା ଦରକାର, ମନେ ରଖିବା ଦରକାର। ମୋର ପ୍ରତ୍ୟେକ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ମୋର ପ୍ରତ୍ୟେକ ଭିଡ଼ିଓ ଶିଖିବାର ଭିଡ଼ିଓ। ମୋର କହିବା କଥା, ପ୍ରତ୍ୟେକ ମଣିଷ ବିଛଣା ଛାଡ଼ିବା ପାଖରୁ ବିଛଣାକୁ ଯିବା ପର୍ଯ୍ୟନ୍ତ ବା ସକାଳୁ ବିଛଣାରୁ ଉଠିବା ଆଉ ରାତିରେ ବିଛଣାକୁ ଯିବା ପର୍ଯ୍ୟନ୍ତ ଯାହା କିଛି କରେ ସେ ସବୁ ଗୋଟିଏ ଭାର୍ବ। ପ୍ରତ୍ୟେକ ମଣିଷ ସକାଳୁ ସଞ୍ଜ ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ଯାହା କିଛି କରେ ସେ ସବୁ ଗୋଟିଏ ଗୋଟିଏ ଭାର୍ବ। এই ଭାର୍ବ ହେଉଛି କେତେବେଳେ କେଉଁ ଭାର୍ବ ପ୍ରୟୋଗ କରେ ତାକୁ ସେ ଜାଣେ ନାହିଁ। ତେଣୁ ଏହାର ଗତି ହେଉଛି ଦୁଇ ପ୍ରକାର, ଯେଉଁଟାକି ଗୋଟେ ଷ୍ଟେଟ୍ ଭାର୍ବ ଆଉ ଗୋଟେ ଆକ୍ସନ୍ ଭାର୍ବ। ମଣିଷ ଜାଣି ଯେଉଁ କାମ କରେ ବା ଯେଉଁ କାର୍ଯ୍ୟଟି କରେ ତାକୁ ଯେଉଁଟା ଜାଣେ, ଇଚ୍ଛା ପ୍ରକାଶ କରେ, ଇଚ୍ଛା କରି ଯେଉଁ କାମ କରେ ତାକୁ ଆକ୍ସନ୍ ଭାର୍ବ କହନ୍ତି। ଆଉ ଗୋଟେ ଗୋଟେ କାମ ମନକୁ ମନ କାର୍ଯ୍ୟ ହେଇଯାଏ ତାକୁ ଷ୍ଟେଟ୍ ଭାର୍ବ ବୋଲି କହନ୍ତି। ଆମେ ଯେଉଁ କାମ ସବୁ କରନ୍ତି କେତେ କାମ ଆମେ ଜାଣିପାରନ୍ତିନି, ସେ କାମ ହେଇଯାଏ। ଆମେ ସେ କାମ କରନ୍ତି କିନ୍ତୁ କାମଟା ଆମ ଦ୍ୱାରା ହୁଏ, କିନ୍ତୁ ଆମେ ତାକୁ ଜାଣିପାରନ୍ତିନି ବା ମନକୁ ମନ ସେ କାମ ହେଇଯାଏ। ତେଣୁ ସେଇଭଳି ଭାବରେ ଭାର୍ବ ହେଉଛି ଗୋଟେ ଷ୍ଟେଟ୍ ଭାର୍ବ, ଗୋଟେ ହେଉଛି ଆକ୍ସନ୍ ଭାର୍ବ। ଇଚ୍ଛାକୃତ ଭାବରେ ଯେଉଁ କାର୍ଯ୍ୟ ବ୍ୟକ୍ତ କରାଯାଏ ସେ ହେଉଛି ଆକ୍ସନ୍ ଭାର୍ବ। ମନକୁ ମନ ଯେଉଁ କାର୍ଯ୍ୟ ବ୍ୟାଖ୍ୟା କରାଯାଏ, ବ୍ୟକ୍ତ କରାଯାଏ, ସେ ହେଉଛି ଷ୍ଟେଟ୍ ଭାର୍ବ। କେତେ ଗୁଡ଼ିଏ ବାକ୍ୟ କେତେ ଗୁଡ଼ିଏ ସେଣ୍ଟେନ୍ସ ଆପଣମାନଙ୍କୁ ମୁଁ କହୁଛି। ଏ ସେଣ୍ଟେନ୍ସକୁ ଧ୍ୟାନ କରି ଟିକେ ଦେଖନ୍ତୁ, ଶୁଣନ୍ତୁ। I hear the sound. সেই বাক্য I am listening to the sound। প্রথম বাক্যটি I hear the sound, এর বাক্যের অর্থ কিছু শব্দ শোনাযায়, শব্দ শোনাযায়। ଏ ବାକ୍ୟର ପ୍ରଥମ ଯେ ରହୁଛି ଦେଖନ୍ତୁ, I hear the sound ବା ବାକ୍ୟଟିର ସବଜେକ୍ଟ ରହୁଛି, ଭାର୍ବ ରହୁଛି, ଅବଜେକ୍ଟ ରହୁଛି। I hear the sound ଅର୍ଥାତ୍ ଶବ୍ଦ ଶୁଣାଯାଏ। ମୁଁ ଆପଣମାନଙ୍କୁ ଯେତେବେଳେ ଟେନ୍ସ ବୁଝାଉଥିଲି ଯେ ପ୍ରେଜେଣ୍ଟ ସିମ୍ପଲ୍ର ଏ ସୂତ୍ର ହେଉଛି ସବଜେକ୍ଟ ପ୍ଲସ୍ ଭାର୍ବ ପ୍ଲସ୍ ଅବଜେକ୍ଟ। ତେଣୁ ବର୍ତ୍ତମାନ ପାଇଁ ଏ ବାକ୍ୟଟି ସମ୍ପୂର୍ଣ୍ଣ ଭାବରେ ପ୍ରେଜେଣ୍ଟ ସିମ୍ପଲ୍ରେ ଅଛି, ଯାହାକି I hear the sound, ଶବ୍ଦ ଶୁଣାଯାଏ। ତାକୁ ଯଦି ଆମେ ପ୍ରେଜେଣ୍ଟ ପ୍ରୋଗ୍ରେସିଭରେ ଦେଖିବା ତାହେଲେ I am listening to the sound, ମୁଁ ଶବ୍ଦ ଶୁଣୁଅଛି ବା ମୁଁ ଶବ୍ଦ ଶୁଣୁଅଛି। I am listening to the sound। ପ୍ରୋଗ୍ରେସିଭର ସୂତ୍ର
subject plus helping verb plus VING plus object। ତେଣୁ I am retelling to sound, ଏଠି ଆପଣମାନଙ୍କର ରହୁଛି ଗୋଟିଏ ସବଜେକ୍ଟ ରହୁଛି I, am ହେଉଛି ହେଲ୍ପିଂ verb, VING ଭାର୍ବର VING ଯୋଗ କରାଯାଇଛି retelling to preposition the sound to object। ଦେଖନ୍ତୁ ଏ ବାକ୍ୟ ପ୍ରଥମ ଯେଉଁ ବାକ୍ୟଟି ଆପଣଙ୍କ ପ୍ରେଜେଣ୍ଟ ସିମ୍ପଲର ବାକ୍ୟଟି ଆଉ ସମ୍ପୂର୍ଣ୍ଣ ଭାବରେ ଅଲଗା ହେଉଛି ପ୍ରୋଗ୍ରେସିଭର ସୂତ୍ର ହେଉଛି ସୂତ୍ର ଅନୁଯାୟୀ ଆପଣମାନଙ୍କୁ ମୁଁ କହିଛି ସୂତ୍ର ଅନୁଯାୟୀ ଲକ୍ଷ୍ୟ କରନ୍ତୁ ଏଠି VING ବା ଭାର୍ବର ଇଂ ଫର୍ମ ଯୋଗା ହେଇଛି, ସେଠି ଅଛି ସିମ୍ପଲର ଭାର୍ବଟି ସମ୍ପୂର୍ଣ୍ଣ ଭାବରେ ସିମ୍ପଲ ଅଛି। I hear the sound, I am returning to the sound। সেই বাক্য I see the picture on the wall, କାନ୍ଥରେ ଥିବା ଛବିଟି ମୁଁ ଦେଖେ। I see the picture on the wall। ପ୍ରେଜେଣ୍ଟ ସିମ୍ପଲରେ ତାକୁ ଯଦି ଆମେ ପୁଣି ପ୍ରେଜେଣ୍ଟ ପ୍ରୋଗ୍ରେସିଭରେ ଆଣିବା, I am looking at the picture on the wall, କାନ୍ଥରେ ଥିବା ଛବିଟିକୁ ମୁଁ ଦେଖୁଅଛି। ତାହେଲେ ଏଇ ଯେଉଁ ଦୁଇଟି ବାକ୍ୟ ଆପଣମାନଙ୍କର ମୁଁ ଯାହା କହୁଛି ଲକ୍ଷ୍ୟ କରନ୍ତୁ। ପ୍ରଥମ ହେଲା ହିଅର୍, ଯେକି ପ୍ରେଜେଣ୍ଟ ସିମ୍ପଲରେ, ପ୍ରେଜେଣ୍ଟ ପ୍ରୋଗ୍ରେସିଭ ଯେତେବେଳେ ଆସିଲା ରିଷ୍ଟେଲିଂ, ହିଅର୍ ମାନେ ଶୁଣିବା, ରିଷ୍ଟେଲିଂ ମାନେ ମଧ୍ୟ ଶୁଣିବା। ତାମାନେ ଏ ଯେଉଁ ଦୁଇଟାଙ୍କେ ଭାର୍ବ ରହୁଛି ବା ଦୁଇଟାଙ୍କେ ୱାର୍ଡ, ଏ ସମ୍ପୂର୍ଣ୍ଣ ଭାବରେ ଅଲଗା ରହୁଛି। ଅଲଗା କ'ଣ ନା ଯେଉଁ ଷ୍ଟେଟ୍ ଭାର୍ବ ପ୍ରୋଗ୍ରେସିଭରେ କେବେ ୟୁଜ୍ ହୋଇପାରେ ନାହିଁ। ତାର ପ୍ରଥମତଃ ଆପଣଙ୍କ ଯେଉଁ ହିଅର୍ ରହିଛି ସେ ହେଉଛି ଷ୍ଟେଟ୍ ଭାର୍ବ, ଯାହାକି ପ୍ରୋଗ୍ରେସିଭରେ ତାକୁ ୟୁଜ୍ କରାଯାଏ ନାହିଁ। କେତେକ ଭାର୍ବ ଅଛି ପ୍ରୋଗ୍ରେସିଭରେ ସେ ୟୁଜ୍ ହୋଇପାରେ ନାହିଁ, ତାକୁ ନନ୍ ପ୍ରୋଗ୍ରେସିଭ୍ ବା ଷ୍ଟେଟ୍ ଭାର୍ବ ବୋଲି କହନ୍ତି। ଆଉ ଯିଏ ପ୍ରୋଗ୍ରେସିଭରେ ୟୁଜ୍ ହୁଏ ତାକୁ ଆକ୍ସନ୍ ଭାର୍ବ ବା ଡାଇନାମିକ୍ ଭାର୍ବ ବୋଲି କହନ୍ତି। ତେଣୁ ଏଠୁ ଆମେ ଜାଣିଲେ ଯେ ହିଅର୍ ଷ୍ଟେଟ୍ ଭାର୍ବ, ସି ଷ୍ଟେଟ୍ ଭାର୍ବ, ଲୁକିଂ ଆକ୍ସନ୍ ଭାର୍ବ। ତେଣୁ ଏ ଦୁଇଟାଙ୍କ ବାକ୍ୟର ଦୁଇଟା ଭାର୍ବ ରହିଛି, ଗୋଟେ ଷ୍ଟେଟ୍ ଭାର୍ବ ରହୁଛି ଆଉ ଗୋଟେ ଆକ୍ସନ୍ ଭାର୍ବ ରହୁଛି। ତେଣୁ ଷ୍ଟେଟ୍ ଭାର୍ବ ଦେଖି ଚାରି ଭାଗରେ ବିଭକ୍ତ କରାଯାଇଛି। ଷ୍ଟେଟ୍ ଭାର୍ବ ଯାହାକି ଆମ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ଭାର୍ବ ଅଫ୍ ପର୍ସିପେସନ୍। ପର୍ସିପେସନ୍ସ ମାନେ ଇନ୍ଦ୍ରିୟଭୂତ ସୂଚକ କ୍ରିୟା। ଆମ ଇନ୍ଦ୍ରିୟ जो कि पंच इंद्रिय बोली आपण माने जानी से इंद्रिय बारे जो काम करा जाए से कार्यटा आप आप हो जाए आप जापारती नहीं। आम इंद्रिय आम आखि किसी काम करे मनु मन से काम हो जाए कि आम जापारती ना। नाक कान ये सब आम कार्य लिप्त रुहति किंतु आम जापारती नहीं। से जो काम करती इंद्रिय माने जो काम करती से काम गुड़ी को बा से भार्ब गुड़ी को कहती भार्ब ऑफ परसेप्शन, इंद्रिय भूत सूचक क्रिया। जहाँकि आपण मानक मु कहली सी देखिबा, स्मेल बारिबा, टेस्ट स्वाद, हियर सुनिबा, ये सब जिन गुड़ी को आम जानिबा, देखिबा, सुनिबा, बारिबा, स्मेल बारिबा, ये सब जो वाक्य गुड़िक ये हूँ आमर भार्ब ऑफ परसिपेशन।
द्वितीय भार्ब ऑफ मेंटल एक्टिविटी। मेंटल एक्टिविटी मानसिक व्यक्त जो भार्ब करे मानसिक मानसिक भाव जो व्यक्त जो भार्ब यूज करा जाए ताको कहती मेंटल एक्टिविटी अर्थात भार्ब ऑफ मेंटल एक्टिविटी मानसिक मानसिक व्यक्तर वार्ड जमती एग्री रागी जीवा, बिलीव विश्वास करिबा, डाउट संदेह करिबा, नो जानिबा, फॉरगेट भूली जीवा, रिमेम्बर मन रखिबा, ये सब गुड़ी कहूँ थिंक पदार्थ थिंक चिंता करिबा, ये सब गुड़िक ये हूँ जाकि मेंटल एक्टिविटी अर्थात भार्ब ऑफ मेंटल एक्टिविटी मानसिक व्यक्त शब्द ये। 3 नंबर भार्ब ऑफ इमोशन इमोशन भावना युक्त भावना व्यक्त करने जो भार्ब यूज करा जाए ताको भार्ब ऑफ इमोशन कहा जाए जमती लाइक, लव, डिसलाइक, विश, वांट ए सब गुड़ी हूँ भार्ब ऑफ इमोशन। चार नंबर भार्ब ऑफ स्टैटिक स्टेट स्थिरता स्थिति गोटे जगह स्थिति रहे द भार्ब ऑफ स्टैटिक स्टेट जे कि अपीयर, बिलोंग टू, हैव, ओन एगुड़िक स्टैटिक स्टेट तेणु एगुड़िक मन रखु प्रत्येक छात्र छात्री एगुड़िक मन रखु आपणकर बहुत काम लगे प्रत्येक छात्र छात्री मानकर बहुत काम लगे जो मैंने मो वीडियो देखुंट से ध्यान से शुणु शेष पर्यंत शुणु आ मन रखापी नोट करके रखु जदि किसी सन्देह जात हो मत कमेंट माध्यम जोगाजोग रखु। तेणु मोर कहवा कथा हूँ जे भार्ब स्थायी आउ अस्थायी स्टेट है स्थायी एक्शन है अस्थायी जमती गोटे वाक्य मु आ गोटे वाक्य कहूँ ही लिव्स इन दिल्ली से दिल्ली रे बास करे he lives in Delhi he is living in Delhi he is living in Delhi से दिल्ली रे रहुछि से दिल्ली रे रहुछि किंतु he lives in Delhi से दिल्ली रे बास करुछि जने बासिंदा बास्ताई एठी he is living in Delhi एला अस्थायी रोची आज अच्छी काली पलि आस पारे किंतु जने जे he lives in Delhi टोटाल से बासिंदा तेणु एठी जहाँ मु आपण मानु कहली भार्ब होची स्थायी भार्ब अस्थायी अस्थायी है एक्शन भार्ब स्थायी है स्टेट भार्ब तेणु आपण मानक मोर कहवा कथा जदि भल लगे लाइक करेंगे यार जदि किसी आउर किसी बुझापी थाए कमेंट माध्यम मतामत देवे आ प्रत्येक छात्र छात्री मान पाखे वीडियो पहुँचवा और प्रत्येक छात्र छात्री मान एक शिक्षा अर्जन करने आपण मान मो वीडियो को शेयर करेंगे। रोची जय जगन्नाथ नमस्कार।